ଆସିଲା ବଡ଼ ଖୁସି ଖବର। ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ରିହାତି ଦରରେ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ ରାସନ ସାମଗ୍ରୀ। ବିଶେଷ କରି ମଧ୍ୟବିତ୍ତ ପରିବାରଙ୍କୁ ରିହାତି ଦରରେ ଚାଉଳ, ଗହମ, ଅଟା, ଡାଲି, ଚିନି, ଲୁଣ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବେ ସରକାର। ପାଇଲଟ ଭାବେ 5ଟି ଘୋଷଣା କେନ୍ଦ୍ର ଖୋଲିବାକୁ ସରକାର ଯୋଜନା କରିଛନ୍ତି। ଭୁବନେଶ୍ୱରରୁ ଏହି ଯୋଜନାର ଆରମ୍ଭ କରିବେ ସରକାର। ଜଣେ ହିତାଧିକାରୀଙ୍କୁ କେତେ ପରିମାଣରେ ଦିଆଯିବ, ଯୋଗ୍ୟତା ମାପଦଣ୍ଡ କ'ଣ ରହିବ, ସେ ନେଇ ବିଭାଗ ଗାଇଡଲାଇନ୍ ପ୍ରସ୍ତୁତି କରୁଛି। ବର୍ତ୍ତମାନ 3,26,00,000 ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପ୍ରାୟ 50 ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରିଛନ୍ତି ବୋଲି ସରକାର ଅନୁମାନ କରିଛନ୍ତି। ନୂଆ ଗାଇଡଲାଇନ୍ ହେଇସାରିଲା ପରେ ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ରିହାତି ଦରରେ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ ରାସନ ସାମଗ୍ରୀ। ଅନ୍ୟପଟେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆହୁରି 15 ଲକ୍ଷ ହିତାଧିକାରୀମାନଙ୍କୁ ଯୋଡ଼ିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ଭାବେ 6 ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ 15 ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବେ ସରକାର। ଇ-କେୱାଇସି ସମୟରେ 5,40,000 ମୃତକଙ୍କ ନାଁରେ କାର୍ଡ କରାଯାଇଥିବା ବେଳେ 1,02,000 ସରକାରୀ ଚାକିରିଆ କାର୍ଡ ଫେରାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଇ-କେୱାଇସି ଜାରି ରହିଛି। ଜୁନ୍ 30 ତାରିଖ ରହିଛି ଡେଡଲାଇନ୍। ଏବେ ସୁଦ୍ଧା ବି ପ୍ରାୟ 22 ଲକ୍ଷ ହିତାଧିକାରୀ ଇ-କେୱାଇସି କରିନଥିବାରୁ ବାଦ୍ ପଡ଼ିବା ସମ୍ଭାବନା ଉପୁଜୁଛି। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ ଏବଂ ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ।